ସୁରଭି 2024ର କୁଇଜ୍ ପ୍ରତିଯୋଗିତାରେ ଇତିହାସ ଓ ଭୂଗୋଳ ପାଇଁ 20ଟି କୁଇଜ୍ ପ୍ରଶ୍ନ ଆଉ ଉତ୍ତର ଛାତ୍ରଛାତ୍ରୀଙ୍କ ପାଇଁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବେ। ତ ଆସନ୍ତୁ ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, ଇତିହାସର ଜନକ କାହାକୁ କୁହାଯାଏ? ତ ଉତ୍ତର ହେଉଛି ହେରୋଡୋଟସ୍। ପ୍ରଶ୍ନ 2, ଗଙ୍ଗବଂଶର ଶେଷ ରାଜା କିଏ ଥିଲେ? ତ ସଠିକ୍ ଉତ୍ତର ହେଉଛି ଚତୁର୍ଥ ଭାନୁଦେବ। ତୃତୀୟ ପ୍ରଶ୍ନ, ଓଡ଼ିଶା କେବେ ଇଂରେଜ ଶାସନାଧୀନ ହେଲା? ତ ଉତ୍ତର ହେଉଛି 1803। ଚତୁର୍ଥ ପ୍ରଶ୍ନ, ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ? ତ ଉତ୍ତର ହେଉଛି ମହାତ୍ମା ଗାନ୍ଧୀ। ପଞ୍ଚମ ପ୍ରଶ୍ନ, ଶିଖମାନଙ୍କର ଧର୍ମଗ୍ରନ୍ଥର ନାମ କ'ଣ? ତାର ଉତ୍ତର ହେଉଛି ଗୁରୁ ଗ୍ରନ୍ଥ ସାହେବ। ପ୍ରଶ୍ନ 6, ଶାହନାମା ପୁସ୍ତକର ରଚୟିତା କିଏ? ସଠିକ୍ ଉତ୍ତର ହେଉଛି ଫିରଦୋଷୀ। 7 ପ୍ରଶ୍ନ, ତାମିଲ ଭାଷାରେ ରାମାୟଣ କିଏ ରଚନା କରିଥିଲେ? ତ ସଠିକ୍ ଉତ୍ତର ହେଉଛି କାମ୍ବାନ। 8 ନମ୍ବର ପ୍ରଶ୍ନ, କ୍ଷୀରଚୋରା ଗୋପୀନାଥ ମନ୍ଦିର କିଏ ନିର୍ମାଣ କରିଥିଲେ? ତ ଉତ୍ତର ହେଉଛି ଦ୍ୱିତୀୟ ଯଯାତି। ତ 9 ନମ୍ବର ପ୍ରଶ୍ନ, ରାଜ୍ୟପାଳଙ୍କୁ କିଏ ନିଯୁକ୍ତି ଦିଅନ୍ତି? ଉତ୍ତର ହେଉଛି ରାଷ୍ଟ୍ରପତି। 10 ନମ୍ବର ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କୁ କିଏ ଶପଥ ପାଠ କରନ୍ତି? ତ ଉତ୍ତର ହେଉଛି ରାଜ୍ୟପାଳ। 11 ନମ୍ବର ପ୍ରଶ୍ନ, ରାଜ୍ୟସଭାରେ କିଏ ଅଧ୍ୟକ୍ଷତା କରନ୍ତି? ତ ସଠିକ୍ ଉତ୍ତର ହେଉଛି ଉପରାଷ୍ଟ୍ରପତି। 12 ନମ୍ବର ପ୍ରଶ୍ନ, ଭାରତର ସମ୍ବିଧାନରେ କେତୋଟି ଧାରା ଅଛି? ତ ସଠିକ୍ ଉତ୍ତର ହେଉଛି 395। 13 ନମ୍ବର ପ୍ରଶ୍ନ, ପୃଥିବୀର ଉଚ୍ଚତମ ଶୃଙ୍ଗର ନାମ କ'ଣ? ତ ଉତ୍ତର ହେଉଛି ଏଭରେଷ୍ଟ। 14 ନମ୍ବର ପ୍ରଶ୍ନ, ପୂର୍ବଘାଟ ପର୍ବତମାଳାର ଉଚ୍ଚତମ ଶୃଙ୍ଗର ନାମ କ'ଣ? ସଠିକ୍ ଉତ୍ତର ହେଉଛି ଦେଓମାଳି। 15 ନମ୍ବର ପ୍ରଶ୍ନ, ଚୀନର ରାଜଧାନୀର ନାମ କ'ଣ? ତ ସଠିକ୍ ଉତ୍ତର ହେଉଛି ବେଜିଂ। 16 ନମ୍ବର ପ୍ରଶ୍ନ, କଙ୍ଗାରୁ କେଉଁ ମହାଦେଶରେ କେବଳ ଦେଖାଯାଏ? ତ ଉତ୍ତର ହେଉଛି ଅଷ୍ଟ୍ରେଲିଆ। 17 ନମ୍ବର ପ୍ରଶ୍ନ, ନର୍ମଦା ନଦୀ କେଉଁ ସାଗରରେ ପଡ଼ିଅଛି? ଉତ୍ତର ହେଉଛି ଆରବ ସାଗର। 18 ନମ୍ବର ପ୍ରଶ୍ନ, ପୃଥିବୀର ବୃହତ୍ତମ ମରୁଭୂମିର ନାମ କ'ଣ? ତ ସଠିକ୍ ଉତ୍ତର ହେଉଛି ସାହାରା। 19 ନମ୍ବର ପ୍ରଶ୍ନ, ପବନର ବେଗ ମାପିବା ଯନ୍ତ୍ରର ନାମ କ'ଣ? ତ ଉତ୍ତର ହେଉଛି ଆନିଓମିଟର। ଶେଷ ପ୍ରଶ୍ନ, ପୃଥିବୀର କ୍ଷୁଦ୍ରତମ ଦେଶର ନାମ କ'ଣ? ତ ଏହାର ଉତ୍ତର ହେଉଛି ଭାଟିକାନ ସିଟି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ।